वर्षाणां भारत श्रेष्ठ देशानां उत्कल स्फुटः उत्कलस्य समादेश देशं नास्ति महीतले এই পুরী মাটিকে আইনসা হইলসা কবির রামানন্দ বল্লভাচার্য শঙ্কর চৈতন্য এবং যাহাকে অনেক ধর্মর গুরু বলি কুহযাଏ মহিমা ঘোষণাରୁ আরম্ভ করে অনেক এ মাটিকি আসিଛନ୍ତି এবং এই মাটি সর্বধর্ম সমন্বয়ের কেন্দ্রস্থল পাল্টিଥିଲା যদিও কিছু ଲୋକମାନଙ୍କ ଦ୍ୱାରା ଆଜି ବିଚ୍ଛିନ୍ନତାବାଦ ହେଇଯାଇଛି ତଥାପି ଲୋକ ଆଜି ଆସୁଛନ୍ତି ଏହି ମାଟିକୁ ଗୋପବନ୍ଧୁ ଦାସ ତା ଉପରେ ପଦଟେ କହୁଥିଲେ ହିନ୍ଦୁ ମୁସଲମାନ ବୌଦ୍ଧ ଖ୍ରୀଷ୍ଟିଆନ ଶିଖ ଜୈନ ଯେତେ ଭାରତ ସନ୍ତାନ ଯେତେ ଧର୍ମ ଯେତେ ବର୍ଣ୍ଣ ଜାତି କୁଳ ଭାରତ ଜନନୀ ସମସ୍ତଙ୍କ ମୂଳ। ତେଣୁ କିଏ କୋଉ ଧର୍ମର ହଉନା କାହିଁ କିଏ କୋଉ ଜାତିର ହଉନା କାହିଁ କିଏ କୋଉ ଗୋଷ୍ଠୀର ହଉନା କାହିଁ ଆମେ ସମସ୍ତେ ଗୋଟିଏ ପିତାଙ୍କର ସନ୍ତାନ ଆମେ ଗୋଟିଏ ମାଙ୍କର ସନ୍ତାନ ଆମେ ସମସ୍ତେ ଭାଇ ଭାଇ ହୋଇ ଗୋଟିଏ ପରିବାର ସଦୃଶ୍ୟ ସମସ୍ତଙ୍କୁ ଭଲ ପାଇବା। ଆଜି ଏହି ସମୁଦ୍ର କୂଳରେ ଅଗଣ୍ୟ ମହାଜନତା ଆସିଛନ୍ତି। ମୁଁ ଦେଖିଲି ବିଭିନ୍ନ ଦେଶରୁ ବିଭିନ୍ନ ରାଜ୍ୟରୁ ଲୋକମାନେ ଆସିଛନ୍ତି। ତେଣୁ ଆମେ ସମସ୍ତେ ଭାଇଚାରା ସୃଷ୍ଟି କରିବା ଆମେ ସମସ୍ତେ ପରସ୍ପରକୁ ଭଲ ପାଇବା। କିଏ କୋଉ ପ୍ରଭୁଙ୍କୁ ଡାକୁନା କାହିଁକି କିନ୍ତୁ ଆମ ସମସ୍ତଙ୍କର ଲକ୍ଷ୍ୟ ଆମେ କିପରି ମୋକ୍ଷ ପ୍ରାପ୍ତି ହେବା ସେ ମୋକ୍ଷ ପାଇବା ପାଇଁ ବିଭିନ୍ନ ପ୍ରକାର ପ୍ରଭୁଙ୍କୁ ଡାକୁଛୁ କିନ୍ତୁ ବିଚାର ଶେଷରେ କରାହବ କିଏ କୁଆଡ଼େ ଯିବ। ତେଣୁ ସମସ୍ତେ ଆମେ ଭାଇ ଭାଇ ଗୋଟିଏ ପିତାର ସନ୍ତାନ ହୋଇ ରହିବା ତାହେଲେ ପରସ୍ପରକୁ ଭଲ ପାଇବା ଆମେ ପରସ୍ପରକୁ ଆଉ ପ୍ରେମ କରିବା। ଈଶ୍ୱର ତ ପ୍ରେମ ଯଦି ପରସ୍ପରକୁ ପ୍ରେମ କରିବା ନାହିଁ ଭଲ ପାଇବା ନାହିଁ ଆମ ଜନ୍ମ ବ୍ୟର୍ଥ ହୋଇଯିବ। ତେଣୁ ଆମେ ସମସ୍ତେ ଗୋଟେ ପିତାର ସନ୍ତାନ ରହୁଛୁ। ନମସ୍କାର। एडी से मामन बसी पछपड़े हम रे दुकान हां हां एडी मामन ठीक है चल ठीक है ए जो हम पछपड़े से जो कोन हां चलो ठीक है।